ଜୟ ଶ୍ରୀରାମ। ଭାବି ପିଉନଥିଲି ଜୀବନ ଏମିତି ହେବ। କାନ୍ଦିବା ବି ଜରୁରୀ ହେବ, ଆଉ ଲୁହକୁ ଲୁଚେଇବାକୁ ବି ପଡ଼ିବ। କେତେ ବି ମଜବୁତରେ ଧର ତଥାପି ଖସିଯାଏ, କାରଣ ଏହା ସମୟ ବଦଳିବ ନିଶ୍ଚୟ। ହୃଦୟରେ ସେଇମାନେ ରୁହନ୍ତି ଯାହାର ମନ ସଫା ଥାଏ, କାରଣ ସୂଞ୍ଚୀରେ ସେଇ ସୂତା ପଶି ପାରିଥାଏ। ଜୀବନ ମିଳିବା ଭାଗ୍ୟ ଉପରେ ନିର୍ଭର କରେ, ମୃତ୍ୟୁ ଆସିବା ସମୟ ଉପରେ ନିର୍ଭର କରେ। ପ୍ରାୟ ସେଇ ସମ୍ପର୍କ ଭାଙ୍ଗିଯାଏ ଯାହାର ଯତ୍ନରେ ରଖିବା ଚେଷ୍ଟା ଜଣେ କରିଥାଏ। ଲୁହ ମଣିଷର ହେଉ ବା ପଶୁର, ଏହା ସେତେବେଳେ ବାହାରକୁ ଆସେ ଯେବେ ହୃଦୟରୁ ବହୁତ ସାରା କଷ୍ଟ ଥାଏ। କଥା କହିବାର ଢଙ୍ଗ ଜଣେଇ ଦିଏ କି ସମ୍ପର୍କ କେତେ ଗଭୀର ଆଉ କେତେ ନିଜର। ଅନଲାଇନ୍ ତ ସମସ୍ତେ ଥାଆନ୍ତି, ହେଲେ ମେସେଜ ସିଏ କରେ ଯାହା ଲାଇଫରେ ଆମର ମୂଲ୍ୟ ଥାଏ। ନିଜର ଔକାତ ସେତେବେଳେ ଜଣାପଡ଼େ ଯେବେ ତାଙ୍କ ସେଇଠୁ ଧୋକା ମିଳେ, ଯେଉଁଠି ତାକୁ ନିଜଠୁ ଅଧିକ ଭରସା ଥିଲା। ଜୀବନରେ ସେଇ ମଣିଷକୁ କେବେ ଦୂରେଇ ଦିଅନି, ଯିଏ ନିଜ ରାଗ ଆଉ ତୁମ ପାଖକୁ ଆସି ସରି କୁହେ। ଯେଉଁ ମଣିଷ ଆପଣଙ୍କ ଦୁଃଖ ଦୁଃଖୀ ନିଜେ କାନ୍ଦି ପକାଏ, ସେହି ମଣିଷ ଜୀବନରେ କେବେ ଦୁଃଖ ଦେଇ ନଥାଏ। ଆମେ ଏମିତି ଯୁଗରେ ବଞ୍ଚିଛୁ ଯେଉଁଠି ଡ୍ରାମା ଦେଖି ଲୋକ କାନ୍ଦନ୍ତି, ଆଉ ବାସ୍ତବତା ଦେଖି ଲୋକ ଡ୍ରାମା ଭାବି ନିଅନ୍ତି। କ୍ଷମା କେବଳ ସିଏ କରିପାରେ ଯିଏ ଭିତରରୁ ମଜବୁତ ହୋଇଥାଏ। କମଜୋର ଲୋକ ତ ପ୍ରତିଶୋଧ ନିଆଁରେ ଜଳନ୍ତି। ଯିଏ ପ୍ରକୃତରେ ପ୍ରେମ କରିଥାଏ, ଦୁନିଆ ତାଠାରୁ ଏଇ ତିନୋଟି ଜିନିଷ ଛଡ଼େଇ ନେଇଥାଏ: ମୁଖ, ସମ୍ମାନ ଆଉ ଇଜ୍ଜତ। ସୁଖ, ସମ୍ମାନ ଆଉ ଇଜ୍ଜତ। ଘୃଣା ଏକ ଏପରି ଶବ୍ଦ ମଣିଷକୁ କେବଳ ବାହାରୁ ନୁହେଁ, ଭିତରୁ ଜାଳିପୋଡ଼ି ପାଉଁଶ କରିଥାଏ। ଘୃଣା କରିବା ଲୋକ ତ ଖସିଥାଏ, କିନ୍ତୁ ଘୃଣା ପାଇବା ଲୋକ ବିନା ଦୋଷରେ ଦଣ୍ଡ ପାଏ। ଖରାପ ସମୟରେ ଇଏ ଗୋଟିଏ ଭଲ କଥା, ଇଏ ଯେତେବେଳେ ବି ଆସେନା ମଣିଷକୁ ପ୍ରଥମେ ଚିହ୍ନେଇ ଦିଏ। ଇଜ୍ଜତ କେବେ କୌଣସି ମଣିଷର ହୋଇନଥାଏ। ପ୍ରକୃତରେ ଇଜ୍ଜତ କେବଳ ଆବଶ୍ୟକତାର ହୋଇଥାଏ। ଆବଶ୍ୟକତା ଶେଷ ହେବେ ତେବେ ଇଜ୍ଜତ ବି ଶେଷ। ଯାହା ହେଇଛି ତାକୁ ଭୁଲିଯାଅ, ନୂଆ ଆରମ୍ଭ କର। ମନେ ରଖ, ଯାହାର କେହି ନାହିଁ ତା ପାଇଁ ଭଗବାନ ଅଛନ୍ତି। ଯାହାର କେହି ନାହିଁ ତା ପାଇଁ ଭଗବାନ ଅଛନ୍ତି। ଏ ଧୋକା ଦେଇଥିବା ମଣିଷଟାଙ୍କ ପାଖକୁ ଏଇ ଛୋଟିଆ ସାଇରୀଟି ସେୟାର କରନ୍ତୁ। ଆଶା କରୁଛି ଆପଣମାନଙ୍କୁ ମୋର ଏଇ ଛୋଟିଆ ସାଇରୀଟି ଭଲ ଲାଗିଥିବ। ତେବେ ଲାଇକ୍ କରନ୍ତୁ, ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ସବସ୍କ୍ରାଇବର କରନ୍ତୁ। ରହିଲି, ଜୟ ଶ୍ରୀରାମ।